ପିଲାମାନେ ତମ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ ଚ୍ୟାନେଲ ଦ +2 ସେକେଣ୍ଡ ଇୟର ଆର୍ଟ ସାଇନ୍ସ କମର୍ସ। ତ ଆର୍ଟ ସାଇନ୍ସ କମର୍ସ ପିଲାମାନଙ୍କୁ ତ ପିଲାମାନେ ତମମାନଙ୍କର ନେକ୍ସଟ କ'ଣ ନା ପୁଷ୍ପପୁରର ବର୍ଷା ବର୍ଣ୍ଣର MCQ କ୍ୱେଶ୍ଚିନ୍ ଆନ୍ସର ବୁଝିହେଲା। ତ MCQ କ୍ୱେଶ୍ଚିନ୍ ଆନ୍ସର ଆମେ ଆଲୋଚନା କରିବା, ବହୁତ ଗୁରୁତ୍ୱପୂର୍ଣ୍ଣ। ତମେ ଆରାମସେ ପଢିପାରିବ। ମୁଁ ୟୁନିଟ୍ ୱାଇଜ କ'ଣ ନା MCQ 2 ମାର୍କିଆ ସବୁ କିଛି ନେଇ ଆସିବି ବୁଝିହେଲା। ତ ଚାଲ ଆମେ ଷ୍ଟାର୍ଟ କରିବା। ଭିଡ଼ିଓ ଦେଖିବା ପୂର୍ବରୁ ଚ୍ୟାନେଲ ନୂଆ ଥିଲେ ସବସ୍କ୍ରାଇବ କରିଦେବ, ବେଲ୍ ଆଇକନକୁ ଦବାଇ ଦେବ, ନୂଆ ନୂଆ ନୋଟିଫିକେସନ ପାଇଁ ଲାଇକ୍ ସେୟାର କରିଦେବ ଏବଂ ପ୍ଲେ ଲିଷ୍ଟରେ ସବୁ କିଛି ଅଛି ତମମାନେ ଦେଖିଦେବ ବୁଝିହେଲା। ତ ପରୀକ୍ଷା ବେଳୁ ତମମାନେ ହଇରାଣ ହବାକୁ ପଡ଼ିବ ନାହିଁ, ସବୁ କିଛି ପ୍ଲେ ଲିଷ୍ଟରେ କ'ଣ ନା ଅପଲୋଡ କରିଦେଇଛି। ହ୍ୱାଟ୍ସଆପ୍ ଗ୍ରୁପରେ ଜଏନ୍ ହେଇଯିବ, ଡିସ୍କ୍ରିପସନରେ ଲିଙ୍କ ଦିଆହେଇଛି ପିଲାମାନେ। ତ ଦେଖିବା ପ୍ରଥମ କ୍ୱେଶ୍ଚିନ୍ କ'ଣ ଦେଇଛି। କାହାକୁ ଦୂରବନ୍ଧୁ ବୋଲି ପ୍ରାବନ୍ଧିକ ସମ୍ବୋଧନ କରିଛନ୍ତି? ତ ପିଲାମାନେ କାହାକୁ ଦୂରବନ୍ଧୁ ବୋଲି ପ୍ରାବନ୍ଧିକ ସମ୍ବୋଧନ କରିଛନ୍ତି? ପୁଷ୍ପପୁର, ବାରିବହ, ବାତାୟନ, ଶ୍ୟାମଳବୁଦ୍ଧି। କ'ଣ ହବ ନା ବାରିବହ। କ'ଣ ନା ବାରିବାହ। ପରବର୍ତ୍ତୀ କ୍ୱେଶ୍ଚିନ୍ କ'ଣ ଦେଇଛି। ବ୍ୟକ୍ତି ଠାରୁ କିଏ ବଡ଼ ବୋଲି ଲେଖକ ଘନକୁ ପ୍ରଶ୍ନ କରିଛନ୍ତି? ଗୋଷ୍ଠୀ, ମଣିଷ, ପଶୁ, ପକ୍ଷୀ। କିଏ ବଡ଼ ନା ବ୍ୟକ୍ତି ଠାରୁ ଗୋଷ୍ଠୀ ବଡ଼ ବୋଲି ଲେଖକ ଘନକୁ ପ୍ରଶ୍ନ କରିଛନ୍ତି। ପରବର୍ତ୍ତୀ କ୍ୱେଶ୍ଚିନ୍। କାହାଠାରେ ବାଦନ୍ୟତାର ମହତ୍ତ୍ୱ ଗଢ଼ି ଉଠେ ବୋଲି ପ୍ରାବନ୍ଧିକ କହିଛନ୍ତି? ଧନୀ, ଦରିଦ୍ର, ବିତ୍ତଶାଳୀ, ଭୋଗୀ। କାହାଠାରେ ବାଦନ୍ୟତାର ମହତ୍ତ୍ୱ ଗଢ଼ି ଉଠେ ବୋଲି ପ୍ରାବନ୍ଧିକ କହିଛନ୍ତି? ନା ଦରିଦ୍ର। କାହାଠାରେ ନା ଦରିଦ୍ର ଠାରେ। ନେକ୍ସଟ। ଜଳଧର କୃପାରୁ କେଉଁଠାରେ ନବନୀଳିମା ଖେଳି ବୁଲିବ ବୋଲି କୁହାଯାଇଛି? ଶାଳୀକ୍ଷେତ୍ର, ବନଭୂମି, ମେଘାସନ, ଗନ୍ଧମାର୍ଦ୍ଦନ। ଜଳଧର କୃପାରୁ କେଉଁଠାରେ ନବନୀଳିମା ଖେଳି ବୁଲିବ ବୋଲି କୁହାଯାଇଛି? ନା ଶାଳୀକ୍ଷେତ୍ର। କ'ଣ ହବ ନା ଶାଳୀକ୍ଷେତ୍ର। ପରବର୍ତ୍ତୀ କ୍ୱେଶ୍ଚିନ୍। ସମ୍ବଲପୁର ଅଞ୍ଚଳରେ ବଧୂମାନଙ୍କୁ କେଉଁ ଫୁଲ ପରି ହାସ୍ୟମୟ ବୋଲି କୁହାଯାଇଛି? ଗୋଲାପ, ଶେଫାଳୀ, ପଦ୍ମ, ମନ୍ଦାର। ସମ୍ବଲପୁର ଅଞ୍ଚଳର ବଧୂମାନଙ୍କୁ କେଉଁ ଫୁଲ ପରି ହାସ୍ୟମୟ ବୋଲି କୁହାଯାଇଛି ପିଲାମାନେ? ନା ଶେଫାଳୀ। କ'ଣ ନା ଅପସନ ବି ହେଇଯିବ ଶେଫାଳୀ। ନେକ୍ସଟ କ୍ୱେଶ୍ଚିନ୍। ସିନ୍ଧୁ ପାରି ସାଧବର ସ୍ମୃତିଭୂତ ଭୂମି ବୋଲି କାହାକୁ କୁହାଯାଇଛି? ସମ୍ବଲପୁର, କଟକ, ଜୟପୁର, ଭୁବନେଶ୍ୱର। ସିନ୍ଧୁ ପାରି ସାଧବର ସ୍ମୃତିଭୂତ ଭୂମି ବୋଲି କାହାକୁ କୁହାଯାଇଛି? ନା ଜୟପୁର। ପରବର୍ତ୍ତୀ କ୍ୱେଶ୍ଚିନ୍। କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ମେଘକୁ ଦୂତ କରି ରଚନା କରିଥିବା ଗଦ୍ୟର ନାମ କ'ଣ? ପୁଷ୍ପପୁରରେ ବର୍ଷା ବର୍ଣ୍ଣନ, ଉତ୍କଳରେ ବର୍ଷାର ଆଗମନ, ଉତ୍କଳର ଭ୍ରମଣ, ଉତ୍କଳରେ ବର୍ଷା ବରଣ। କ'ଣ ହବ ନା ଏ ଯୋଉ ଅପସନ ଏ ପୁଷ୍ପପୁରରେ ବର୍ଷା ବରଣ। ପରବର୍ତ୍ତୀ କ୍ୱେଶ୍ଚିନ୍। ବାରିବାହର ଆଗମନୀରେ ଶତ ଶୁଭ ଶଙ୍ଖ କେଉଁ ପଥ ଦେଇ ବାଜି ଉଠୁଛି? ଗିରିଶଙ୍କୁଳ ବନ, ଉଚ୍ଚାବଚ ଭୂମି, ମସୃଣ, ପ୍ରାସାଦ, ବାତାୟନ। କ'ଣ ହବ ନା ପ୍ରାସାଦ ବାତାୟନ। ନେକ୍ସଟ କ୍ୱେଶ୍ଚିନ୍। କାହାର ସ୍ପର୍ଶରେ ପୁଷ୍ପପୁର ସଜୀବ ଓ ଶ୍ୟାମଳ ହୋଇଉଠେ ବୋଲି କୁହାଯାଇଛି? ବର୍ଷା, ମେଘ, ଜଳଦ, ବାରିବହ। କାହାର ସ୍ପର୍ଶରେ ପୁଷ୍ପପୁର ସଜୀବ ଶ୍ୟାମଳ ହୋଇଉଠେ ବୋଲି କୁହାଯାଇଛି ପିଲାମାନେ? ନା ବାରିବହ। କାହାର ନା ଅପସନ ଡି ହେଇଯିବ ବାରିବାହ। ନେକ୍ସଟ କ୍ୱେଶ୍ଚିନ୍। ବ୍ୟକ୍ତି ଓ ଗୋଷ୍ଠୀ ମଧ୍ୟରେ କାହାକୁ ପ୍ରାଧାନ୍ୟ ଦେବା ପାଇଁ ବାରିଦକୁ ପ୍ରାବନ୍ଧିକ ପ୍ରଶ୍ନ କରିଛନ୍ତି? ଗୋଷ୍ଠୀ, ମଣିଷ, ବ୍ୟକ୍ତି, ପକ୍ଷୀ। ବ୍ୟକ୍ତି ଓ ଗୋଷ୍ଠୀ ମଧ୍ୟରେ କାହାକୁ ପ୍ରାଧାନ୍ୟ ଦେବା ପାଇଁ ବାରିଦକୁ ପ୍ରାବନ୍ଧିକ ପ୍ରଶ୍ନ କରିଛନ୍ତି? କାହାକୁ ନା କାହାକୁ ଆମେ କହିବା ନା ଗୋଷ୍ଠୀ କହିବା। ଗୋଷ୍ଠୀ କି କ'ଣ ନା ପ୍ରାଧାନ୍ୟ ଦେବା ପାଇଁ ବାରିଦକୁ ପ୍ରାବନ୍ଧିକ କହିଛନ୍ତି। ପରବର୍ତ୍ତୀ କ୍ୱେଶ୍ଚିନ୍। ଉତ୍କଳରେ କାହା ପାଇଁ ହାହାକାର ପଡ଼ିଛି? ଜଳ, ଘର, ଧନ, ଖାଦ୍ୟ। ଉତ୍କଳରେ କାହା ପାଇଁ ହାହାକାର ପଡ଼ିଛି? କାହା ପାଇଁ ପିଲାମାନେ? ନା ଜଳ। ପରବର୍ତ୍ତୀ କ୍ୱେଶ୍ଚିନ୍।
କାହା ବିନା ଉତ୍କଳ ଭୂମିକୁ ଚିହ୍ନିବା ପାଇଁ ଜଳଧର ଭ୍ରମ ହେବ ନାହିଁ ବୋଲି କୁହାଯାଇଛି। କାହା ବିନା ଉତ୍କଳ ଭୂମିକୁ ଚିହ୍ନିବା ପାଇଁ ପିଲାମାନେ ପଥ ପ୍ରଦର୍ଶକ, ଦିଗବାରିଣୀ, ବାରିଦ, ନିର୍ଦ୍ଦେଶକ। କ'ଣ ହବ ନା ପଥ ପ୍ରଦର୍ଶକ। କ'ଣ ନା ପଥ ପ୍ରଦର୍ଶକ। ପରବର୍ତ୍ତୀ କ୍ୱେଶ୍ଚିନ୍, ଅସରନ୍ତି ଶ୍ୟାମସଭାରେ ଅପରୂପା ଉତ୍କଳର ପତିତା, ଲାଞ୍ଛିତା ଓ ଖଣ୍ଡିତା ଭୂମିକୁ ଦେଖି କାହାର ଚିହ୍ନିବାରେ ଭ୍ରମ ହେବ ନାହିଁ ବୋଲି କୁହାଯାଇଛି? ଜଳଦ, ଯକ୍ଷ, ଲେଖକ, ଦେବତା। କ'ଣ ହବ ପିଲାମାନେ ନା ଜଳଦ। କ'ଣ ନା ଜଳଦ। ନେକ୍ସଟ, ଲେଖକ କେଉଁମାନଙ୍କୁ ନିରାଶ ନ କରି ବାଦନ୍ୟତା ଆରମ୍ଭ କରିବାକୁ ଜଳଦକୁ ଅନୁରୋଧ କରିଛନ୍ତି? ଦରିଦ୍ର ବନବାସୀ, ସହରବାସୀ, ଗ୍ରାମାଞ୍ଚଳବାସୀ, ଆଦିବାସୀ। କାହାକୁ ନା ଦରିଦ୍ର ବନବାସୀ ମାନଙ୍କୁ। ନେକ୍ସଟ, ନିଘଞ୍ଚ ବନ ମଧ୍ୟରେ କାହାର ବାସଭୂମିକୁ ଜଳଦ ଖୋଜି ପାରିବ ନାହିଁ ବୋଲି ପ୍ରବନ୍ଧରେ କୁହାଯାଇଛି? ଦରିଦ୍ର ବନବାସୀ, ପାର୍ବତ୍ୟବାସୀ, ସହରବାସୀ, ଗ୍ରାମବାସୀ। କ'ଣ ହବ ନା ଦରିଦ୍ର ବନବାସୀ। ନେକ୍ସଟ କ୍ୱେଶ୍ଚିନ୍, ନବଯୁବ ମାନଙ୍କ ବେଣୁସ୍ୱନର ଅନୁକୃତିରେ ଲଳନା କଣ୍ଠର ଐକ୍ୟତାନିକ ଲଳିତ ସ୍ୱର କାହାକୁ ଭସାଇ ଦିଏ? ବନଭୂମି, ମଫସଲ ଭୂମି, ଖାଲ ଭୂମି, ଢିପ ଭୂମି। କ'ଣ ହବ ପିଲାମାନେ କ'ଣ ହବ ନା ବନଭୂମି। କ'ଣ ନା ନବଯୁବ ମାନଙ୍କ ବେଣୁଶୂନ୍ୟର ଅନୁକୃତିର ଲଳନା କଣ୍ଠରେ ଐକ୍ୟତାନିକ ଲଳିତ ସ୍ୱର ବନଭୂମିକୁ ଭସାଇ ଦିଏ। ନେକ୍ସଟ କ୍ୱେଶ୍ଚିନ୍, ମଦଳାସ ହୋଇ କିଏ ମାତଙ୍ଗିନୀ ପରି ଚାଲନ୍ତି ନାହିଁ? ବନବାସୀ ନାରୀ, ଉତ୍କଳୀୟ ଲଳନା, ଦରିଦ୍ର ନାରୀ, ସ୍ୱର୍ଗର ଅପ୍ସରା। କ'ଣ ହବ ନା ବନବାସୀ ନାରୀ। ନେକ୍ସଟ, ବନବାସୀ ନାରୀମାନେ ସୁସ୍ଥ ସବଳ ସୁବଳିତ ତନୁତୁଲରେ କେଉଁ ପୁଷ୍ପକୁ ଗଭାରେ ଧାରଣ କରି ଶୋଭନୀୟ ହୋଇ ଉଠନ୍ତି? ଉଦ୍ୟାନ ପୁଷ୍ପ, ବନ ପୁଷ୍ପ, ଡାଲା ପୁଷ୍ପ, ଗୁଙ୍ଗୁର ପୁଷ୍ପ। କେଉଁ ପୁଷ୍ପ ନା ବନ ପୁଷ୍ପ। କ'ଣ ତ ଏଇଟା ନୂଆ କ୍ୱେଶ୍ଚିନ୍ ପିଲାମାନେ, ଏଇଟା ପରୀକ୍ଷାରେ ଆସିପାରେ। ବନ ପୁଷ୍ପ। ନେକ୍ସଟ କ୍ୱେଶ୍ଚିନ୍, ବନବାସୀ ନାରୀମାନେ ଜଳଦକୁ ଅପରିଚିତ ବୋଲି ଜାଣିଲେ କିପରି ବନଭୂମିକୁ କମ୍ପାଇ ଦେବେ ବୋଲି ଲେଖକ କହିଛନ୍ତି? ଉଚ୍ଚ କ୍ରନ୍ଦନ, ଉଚ୍ଚ ହାସ୍ୟ, ଭୟାତୁର, ଅତି କ୍ରୋଧ। କ'ଣ ହବ ନା ଉଚ୍ଚ ହାସ୍ୟ। କ'ଣ ନା ଉଚ୍ଚ ହାସ୍ୟ। ନେକ୍ସଟ, ଜଳଧର କୃପା ହେଲେ ଶାଳୀ କ୍ଷେତ୍ରରେ କ'ଣ ଖେଳି ବୁଲିବ ବୋଲି ଲେଖକ କହିଛନ୍ତି? ସବୁଜିମା, ନବନୀଳିମା, ବିଜୁଳିର ଚମକ, ବର୍ଷାର ସ୍ରୋତ। କ'ଣ ହବ ନା ନବନୀଳିମା। ନେକ୍ସଟ, ଅବିରତ ବାରିପଥରେ କଦମ୍ବ ପୁଲକରେ କ'ଣ ହୋଇ ଉଠିବ ବୋଲି ଲେଖକ କହିଛନ୍ତି? କଣ୍ଟକିତ, ଝଙ୍କୁରିତ, ଦୋଳାୟମାନ, ପତ୍ର ଶୂନ୍ୟ। ଅବିରତ ବାରିପଥରେ କଦମ୍ବ ପୁଲକରେ କ'ଣ ହୋଇ ଉଠିବ ବୋଲି କୁହାଯାଇଛି ପିଲାମାନେ? କ'ଣ ନା କଣ୍ଟକିତ। କ'ଣ ନା ଅପସନ୍ ଏ କଣ୍ଟକିତ। ନେକ୍ସଟ, ଖଣ୍ଡଧାରା ଓ ଦେବଗଡ଼ ପ୍ରପାତରେ କେଉଁ ସକାଶେ ଜଳଦକୁ ପ୍ରାବନ୍ଧିକ ନିବେଦନ କରିଛନ୍ତି? କ୍ରୀଡ଼ା, ଭ୍ରମଣ, ଅବସର, ଶୟନ। ତ କ'ଣ ହବ ପିଲାମାନେ ନା କ୍ରୀଡ଼ା। କ'ଣ ନା କ୍ରୀଡ଼ା। ନେକ୍ସଟ କ୍ୱେଶ୍ଚିନ୍, ମହାବନର ମହାସଙ୍ଗୀତ ଶୁଣିଲେ ମନ କେଉଁ ଧାମକୁ ଚାଲିଯାଏ ବୋଲି ଲେଖକ ପ୍ରବନ୍ଧରେ କହିଛନ୍ତି? ସ୍ୱର୍ଗଧାମ, ଅନାମୟ ଧାମ, ମର୍ତ୍ତ୍ୟଧାମ, ଗୋଲକ ଧାମ। କେଉଁ ଧାମ ପିଲାମାନେ ନା ଅନାମୟ ଧାମ। ନେକ୍ସଟ, ସୂକ୍ଷ୍ମ ଶରୀର ଗନ୍ତାଘର ଭାବେ କାହାକୁ କୁହାଯାଇଛି? ସମ୍ବଲପୁର, ବରଗଡ଼, ବୌଦ୍ଧ, ଦଶପଲ୍ଲା। ସୂକ୍ଷ୍ମ ଶରୀର ଗନ୍ତାଘର କାହାକୁ କୁହାଯାଇଛି? ସୂକ୍ଷ୍ମ ଶରୀର ଗନ୍ତାଘର ନା ସମ୍ବଲପୁର। ନେକ୍ସଟ, ପ୍ରାଚୀବଧୂ ଅରୁଣିତ ମୁଖରୁ ଅବଗୁଣ୍ଠନ ଖୋଲିବା ଆଗରୁ କେଉଁଠାରେ ବଧୂମାନେ ସ୍ନାନ ସାରି ଶିଶିର ସ୍ନାତ ଶେଫାଳୀ ପରି ହାସ୍ୟମୟ ଉଠନ୍ତି? ସମ୍ବଲପୁର, ଜୟପୁର, ବରଗଡ଼, ବାଲେଶ୍ୱର। କ'ଣ ହବ ନା ସମ୍ବଲପୁର। ନେକ୍ସଟ କ୍ୱେଶ୍ଚିନ୍,
କେଦାର ଭରା ବାରିପାତରେ କାହାକୁ ଶ୍ୟାମଳ କରିବାକୁ ପ୍ରାବନ୍ଧିକ ମେଘକୁ ନିବେଦନ କରିଛନ୍ତି? ସୁବର୍ଣ୍ଣପୁର, ସମ୍ବଲପୁର, ଜୟପୁର, ଭୁବନେଶ୍ୱର। କାହାକୁ ପିଲାମାନେ? ନା ସମ୍ବଲପୁର। ନେକ୍ସଟ, କେଉଁଠାରେ ଅଜୟ ବାହିନୀ ଝଟିକା ବେଗରେ ଦୁର୍ଗରୁ ଦୁର୍ଗାନ୍ତରକୁ ଗତି କରି ଚାଲୁଥିଲା? କଟକ, ଭୁବନେଶ୍ୱର, ବଙ୍ଗ, କଳିଙ୍ଗ। କେଉଁଠାରେ ଅଜୟ ବାହିନୀ ଝଟିକା ବେଗରେ ଦୁର୍ଗରୁ ଦୁର୍ଗାନ୍ତରକୁ ଗତି କରି ଚାଲୁଥିଲା? ତ କଣ ହବ ପିଲାମାନେ? କଟକ। କେଉଁଠାରୁ? ନା କଟକ। ନେକ୍ସଟ, କଟକଠାରେ ଉତ୍କଳରେ କବି, ଜ୍ଞାନୀ, ଗୁଣୀ ଓ କର୍ମୀ ଉଜାଗର ରହି କେଉଁ ଦୀପ ଜାଳୁଥିଲେ? ଉଜ୍ଜଳ, ଜ୍ଞାନ, ଅନ୍ଧକାର, ଆଲୋକ। କେଉଁ ଦୀପ ଜାଳୁଥିଲେ? ନା ଜ୍ଞାନ। କଣ? ନା ଜ୍ଞାନ ଦୀପ ଜାଳୁଥିଲେ। ନେକ୍ସଟ, ବାରିବହ ବେଳାଭୂମିର ଶ୍ୟାମଳ ପଥରେ ଯିବା ବେଳେ କେଉଁମାନେ ଜଳଧର ସ୍ୱାଗତ ପାଇଁ ବାହାରି ଆସିବେ ବୋଲି କୁହାଯାଇଛି? ସହରୀବାଳା, ପଲ୍ଲୀବାଳା, ବନମାସୀ ଲଲନା, କଣ? କୁଡ଼ିଆବାସୀ। କଣ ହବ? ନା ପଲ୍ଲୀବାଳା। କଣ? ନା ଏଇଟା ଗୋଟେ ନୂଆ କ୍ୱେଶ୍ଚିନ୍ ପିଲାମାନେ, ବହୁତ ଗୁରୁତ୍ୱପୂର୍ଣ୍ଣ। ପଲ୍ଲୀବାଳା। ନେକ୍ସଟ, ଦୁପ୍ତ ଗର୍ବିତ ଜାତିର ପରାକ୍ରମର ପ୍ରତୀକ ଭାବେ କେଉଁ ମନ୍ଦିରକୁ କୁହାଯାଇଛି? କୋଣାର୍କ, ଲିଙ୍ଗରାଜ, ପୁରୀ ମନ୍ଦିର, ରାଜାରାଣୀ ମନ୍ଦିର। କେଉଁ ମନ୍ଦିରକୁ କୁହାଯାଇଛି? ନା କୋଣାର୍କ। କେଉଁ ମନ୍ଦିର? ନା କୋଣାର୍କ ମନ୍ଦିରକୁ କୁହାଯାଇଛି। ନେକ୍ସଟ, ନୀଳାଚଳନାଥ ପଥରେ ଯାଉ ଯାଉ କାହାର ଧବଳିତ ସଦନଠାରେ ନବଘନ କ୍ଷଣକାଳ ସ୍ତମ୍ଭିତ ହୋଇ ରହିଯିବାକୁ ଲେଖକ ଘନକୁ କହିଛନ୍ତି? ସାକ୍ଷୀଗୋପାଳ, ପୁରୀ, ଭୁବନେଶ୍ୱର, ଜୟପୁର। କଣ ହବ ପିଲାମାନେ? ନା ସାକ୍ଷୀଗୋପାଳ। ନେକ୍ସଟ, ଦଧିଚି ବୋଲି ଲେଖକ କାହାକୁ ଅଭିହିତ କରିଛନ୍ତି? ଗୋପବନ୍ଧୁ, କୃପାସିନ୍ଧୁ, ଗୋଦାବରୀଶ, କାଳିନ୍ଦୀ ଚରଣ। କଣ ହବ? ନା ଗୋପବନ୍ଧୁ। ନେକ୍ସଟ କ୍ୱେଶ୍ଚିନ୍, କାହାକୁ ଲେଖକ ମହାକୃପଣ ବୋଲି ବର୍ଣ୍ଣନା କରିଛନ୍ତି? ଅମ୍ବୁପତି, ସୂର୍ଯ୍ୟ, କୃଷ୍ଣ, ରାମ। କାହାକୁ ଲେଖକ ମହାକୃପଣ ବୋଲି କହିଛନ୍ତି? କାହାକୁ? ନା ଅମ୍ବୁପତି। ତ ଶେଷ କ୍ୱେଶ୍ଚିନ୍ ପିଲାମାନେ, ପୁଷ୍ପପୁରର ବର୍ଷାବରଣରେ ସିନ୍ଧୁ ପରି ସାଧବର କେଉଁ ଭୂମି ବୋଲି ଜୟପୁରବାସୀଙ୍କୁ କୁହାଯାଇଛି? ସ୍ମୃତିପୂତ, ବାଣୀଭୂମି, ଜ୍ଞାନଭୂମି, ପବିତ୍ର। କଣ? ନା ସ୍ମୃତିପୂତ। ତ ପିଲାମାନେ ଇଏ ଥିଲା କଣ? ନା 34ଟା MCQ ସିଲେକ୍ସନ, ବହୁତ ଗୁରୁତ୍ୱପୂର୍ଣ୍ଣ। ଏଥିରେ ନୂଆ କ୍ୱେଶ୍ଚିନ୍ ଅଛି ବହୁତ। ତା ଭିତରୁ ଏକ୍ଜାମରେ ନୂଆ କ୍ୱେଶ୍ଚିନ୍ ଏଥର ବହୁତ ଆସିବ, ବୁଝିହେଲା। ଯେହେତୁ ନୂଆ ଟେଷ୍ଟ ପେପର, ନୂଆ ସବୁ କିଛି ପାଟର୍ନ ଚେଞ୍ଜ ହଉଛି, ତମ ଢାଞ୍ଚା ଚେଞ୍ଜ ହଉଛି, ତ ନୂଆ କ୍ୱେଶ୍ଚିନ୍ ଏଥରକ ଆସିପାରିବ, ବୁଝିହେଲା। ତ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ କରିଦିଅ। ରହୁଛି, ଧନ୍ୟବାଦ, ଜୟ ଜଗନ୍ନାଥ।